ମୁଁ ଏବେ ଭଗବାନଙ୍କୁ ପାଇବାର ଗୋଟେ ମାର୍ଗ ପାଇଛି। ଜୀବନ ଯଦି ତମେ କେତେବେଳେ ଭଗବାନଙ୍କୁ ପାଇବାକୁ ଚାହୁଁଛ ନା, ତାର ଟ୍ରିକ୍ ଅଛି, ଫର୍ମୁଲା ଅଛି। ନା କେମିତି ମନ ଇଚ୍ଛା ଦେଖିବ, ଗୋଟେ ଗରିବ ଲୋକ ଘରେ ଭଗବାନ କେବେ ବି ନଥିବେ। ଗୋଟେ ଗରିବ ଲୋକ ଘରେ ଭଗବାନ ପୂଜା କେବେ ବି ପାଉନଥିବେ। ଦେଖିବେ ଫୁଟପାଥ ଯାଅ, ଦେଖ ଯେତେ ଫୁଟପାଥ ଅଛି ରୋଡ଼ ସାଇଡ଼ରେ, କେବେ ବି ସେମାନେ ଦେଖିବ ତାଙ୍କ ଘରେ କେବେ ଭଗବାନ ମାନେ ସେଇଭଳିଆ ପୂଜା ହେଉନଥିବେ, ଅସନା ଉସନା ହେଇ ପଡ଼ିଥିବ। କ'ଣ ପାଇଁ? ଗୋଟେ ଧନୀ ଲୋକ ଘରେ କାହିଁ ଭଗବାନ ରୁହନ୍ତି? ସେ ଜାଗାଟା କାହିଁ ସଫା ଥାଏ? କେଉଁ ନା କେଉଁଠି ରିଆଲିଟିରେ ଭଗବାନ ବି ଚାହାନ୍ତି ମୋତେ ସଫା ଜାଗାରେ ଆଣିକି ରଖ। ନା କି ଗରିବ ଲୋକ ଦେଖିବେ ଫୁଟପାଥରେ ଯେଉଁମାନେ ଅଛନ୍ତି, କେତେ ଅସନା ମସନା ହେଇକି ପଡ଼ିଥିବ, ଅସନା ଫସନା। ତ କେବେ ବି ଭଗବାନ ଅସନା ଜିନିଷ, ତମେ ଯଦି ଅସନା ଜିନିଷ ରଖିଲ କି ଯାହା ବି କଲ, ତ ଏଇଟା ହିଁ ଟ୍ରୁ ରିଆଲିଟି। ତ ଭଗବାନ ଆସିବେନି। ଭଗବାନ ରଖିବା ହେଲେ ତାଙ୍କୁ ବି ସଫା ଦରକାର, କ୍ଲିନ୍ ନିଟ୍, ମାନେ ସଫାରୁ ହିଁ ଭଗବାନ ଆସନ୍ତି। ନିଟ୍ ଆଣ୍ଡ କ୍ଲିନ୍ ଯଦି ତମ ଘରେ କି ତମେ ହେବ ନିଟ୍ ଆଣ୍ଡ କ୍ଲିନ୍ ତମ ଘରେ ରଖିବ, ଭଗବାନ ମାନେ ନିଟ୍ ଆଣ୍ଡ କ୍ଲିନ୍ କରି ରଖିବ, ତ ଅଟୋମେଟିକ୍ ଧନ ଆସିବ, ଭଗବାନ ଆସିବେ, କିଛି ଆଗକୁ ବଢ଼ିବ। ତ ଏଇଟା ଗୋଟେ ଫର୍ମୁଲା।